ଆପଣଙ୍କ ପ୍ରଥମ ପ୍ରଶ୍ନ, ଦହି ସହିତ କ'ଣ ଖାଇଲେ କଫ୍ସ ରୋଗ ଭଲ ହୋଇଥାଏ? ଆପଣଙ୍କ ଅପସନ୍ ହେଉଛି ଏ ଜିଲାପି, ଅପସନ୍ ବି ମହୁ, ଅପସନ୍ ସି ମରିଚ, ଅପସନ୍ ଡି ରସୁଣ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ଜିଲାପି। ଦହି ସହିତ ଜିଲାପି ଖାଇବା ଦ୍ୱାରା କଫ୍ସ ରୋଗ ଭଲ ହୋଇଥାଏ। ଆପଣଙ୍କ 2 ନମ୍ବର ପ୍ରଶ୍ନ, ମୁଣ୍ଡରେ ଅଧିକ କେଶ ହେବା ପାଇଁ ପ୍ରତିଦିନ କେଉଁ ଫଳ ଖାଇବା ଉଚିତ? ଆପଣଙ୍କ ଅପସନ୍ ହେଉଛି ଏ ସବୁଜ ପରିବା, ଅପସନ୍ ବି ତେନ୍ତୁଳି, ଅପସନ୍ ସି ଡ୍ରାଏ ଫ୍ରୁଟ୍ସ, ଅପସନ୍ ଡି କମଳା ଲେମ୍ବୁ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଏହି ସମସ୍ତ ଥିବା 4ଟି ଅପସନ୍, ଯାହାକି ଖାଇବା ଦ୍ୱାରା ମୁଣ୍ଡରେ ଅଧିକ କେଶ ହୋଇଥାଏ। ଆପଣଙ୍କ 3 ନମ୍ବର ପ୍ରଶ୍ନ, ପାଟିରୁ ରକ୍ତ ବାହାରିବା ଏହା କେଉଁ ରୋଗର ଲକ୍ଷଣ ହୋଇପାରେ? ଆପଣଙ୍କ ଅପସନ୍ ହେଉଛି ଏ ଭିଟାମିନ୍ ସି କମ୍, ଅପସନ୍ ବି ଲିଭର ରୋଗ, ଅପସନ୍ ସି କ୍ୟାନ୍ସର, ଅପସନ୍ ଡି ଉପରୋକ୍ତ ସମସ୍ତ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ଡି ଉପରୋକ୍ତ ସମସ୍ତ, ଯାହାକି ପାଟିରୁ ରକ୍ତ ବାହାରିବା ଦ୍ୱାରା ଏହିସବୁ ରୋଗର ଲକ୍ଷଣ ହୋଇଥାଏ। ଆପଣଙ୍କ 4 ନମ୍ବର ପ୍ରଶ୍ନ, କେଉଁ ପକ୍ଷୀ ସର୍ବାଧିକ 4 ବର୍ଷ ପର୍ଯ୍ୟନ୍ତ ଜୀବିତ ରହିଥାଏ? ଆପଣଙ୍କ ଅପସନ୍ ହେଉଛି ଏ ଶୁଆ, ଅପସନ୍ ବି କାଉ, ଅପସନ୍ ସି ଚିଲ, ଅପସନ୍ ଡି ପେଚା। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ଡି ପେଚା, ଯାହାକି ସର୍ବାଧିକ 4 ବର୍ଷ ପର୍ଯ୍ୟନ୍ତ ଜୀବିତ ରହିଥାଏ। ଆପଣଙ୍କ 5 ନମ୍ବର ପ୍ରଶ୍ନ, ଯଦି ମଣିଷ ଲୁଣ ଖାଇବା 1 ମାସ ପର୍ଯ୍ୟନ୍ତ ବନ୍ଦ କରିଦିଏ ତାହେଲେ ସର୍ବପ୍ରଥମେ କେଉଁ ଅଙ୍ଗ ଖରାପ ହୋଇଥାଏ? ଆପଣଙ୍କ ଅପସନ୍ ହେଉଛି ଏ କିଡନୀ, ଅପସନ୍ ବି ଲିଭର, ଅପସନ୍ ସି ମସ୍ତିଷ୍କ, ଅପସନ୍ ଡି କୌଣସି ଅଙ୍ଗ ଖରାପ ହୋଇନଥାଏ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ଡି କୌଣସି ଅଙ୍ଗ ଖରାପ ହୋଇନଥାଏ। ଆପଣଙ୍କ 6 ନମ୍ବର ପ୍ରଶ୍ନ, ରୁଟି ସହିତ କ'ଣ ମିଶାଇ ଗାଈକୁ ଖାଇବାକୁ ଦେଲେ ଦୁଃଖ ଦୂର ହେବା ସହିତ ଧନର ଆଗମନ ହୋଇଥାଏ? ଆପଣଙ୍କ ଅପସନ୍ ହେଉଛି ଏ କଦଳୀ, ଅପସନ୍ ବି ଗୁଡ଼, ଅପସନ୍ ସି ଚିନି, ଅପସନ୍ ଡି ମେଥି। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ଏବଂ ଅପସନ୍ ବି, ଯାହାକି ରୁଟି ସହିତ କଦଳୀ ଏବଂ ଗୁଡ଼ ମିଶାଇ ଖାଇବାକୁ ଦେଲେ ଦୁଃଖ ଦୂର ହେବା ସହିତ ଧନର ଆଗମନ ହୋଇଥାଏ। ଆପଣଙ୍କ ପରବର୍ତ୍ତୀ ପ୍ରଶ୍ନ, କେଉଁ ପରିବା ଜୁସ୍ ପିଇଲେ ଶରୀରରେ ଥିବା ୟୁରିକ୍ ଏସିଡ୍ କମ୍ ହୋଇଥାଏ? ଆପଣଙ୍କ ଅପସନ୍ ହେଉଛି ଏ ପାଣି କଖାରୁ ଜୁସ୍, ଅପସନ୍ ବି ଲାଉ ଜୁସ୍, ଅପସନ୍ ସି ବିଟ୍ ଜୁସ୍, ଅପସନ୍ ଡି ଗାଜର ଜୁସ୍। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ବି ଲାଉ ଜୁସ୍। ଲାଉ ଜୁସ୍ ପିଇବା ଦ୍ୱାରା ଶରୀରର ୟୁରିକ୍ ଏସିଡ୍ କମ୍ ହୋଇଥାଏ। ଆପଣଙ୍କ 8 ନମ୍ବର ପ୍ରଶ୍ନ, ଭାରତର କେଉଁ ରାଜ୍ୟରେ ସର୍ବାଧିକ ହାତୀ ଦେଖିବାକୁ ମିଳିଥାଏ? ଆପଣଙ୍କ ଅପସନ୍ ହେଉଛି ଏ ବିହାର, ଅପସନ୍ ବି ଓଡ଼ିଶା, ଅପସନ୍ ସି ମଣିପୁର, ଅପସନ୍ ଡି କର୍ଣ୍ଣାଟକ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ଡି କର୍ଣ୍ଣାଟକ। ଭାରତର କର୍ଣ୍ଣାଟକ ରାଜ୍ୟରେ ସର୍ବାଧିକ ହାତୀ ଦେଖିବାକୁ ମିଳିଥାଏ। ଆପଣଙ୍କ 9 ନମ୍ବର ପ୍ରଶ୍ନ, ନିମ୍ନଲିଖିତ ମଧ୍ୟରୁ କେଉଁ ଗଛର କାଠ ସବୁଠୁ ହାଲୁକା ହୋଇଥାଏ? ଆପଣଙ୍କ ଅପସନ୍ ହେଉଛି ଏ ଶାଳ ଗଛ, ଅପସନ୍ ବି ପଳାସ ଗଛ, ଅପସନ୍ ସି ଆକାଶୀ ଗଛ, ଅପସନ୍ ଡି ବଲାସା ଗଛ। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ଡି ବଲାସା ଗଛ। ବଲାସା ଗଛର କାଠ ଯାହାକି ସବୁଠାରୁ ହାଲୁକା ହୋଇଥାଏ।
ଆପଣଙ୍କ ଶେଷ ପ୍ରଶ୍ନ, ସବୁଦିନ ମାଣ୍ଡିଆ ଖାଇଲେ କେଉଁ ମାରାତ୍ମକ ରୋଗ ଠିକ୍ ହୋଇଥାଏ? ଆପଣଙ୍କ ଅପସନ୍ ହେଉଛି ଏ ମଧୁମେହ, ଅପସନ୍ ବି ପେଟ ଗ୍ୟାସ୍, ଅପସନ୍ ସି ଅର୍ଶ, ଅପସନ୍ ଡି ଯକ୍ଷ୍ମା। ଏହି ପ୍ରଶ୍ନର ସଠିକ୍ ଉତ୍ତର ହେଉଛି ଅପସନ୍ ବି ପେଟ ଗ୍ୟାସ୍। ପ୍ରତିଦିନ ମାଣ୍ଡିଆ ଖାଇବା ଦ୍ୱାରା ପେଟ ଗ୍ୟାସ୍ ପରି ମାରାତ୍ମକ ରୋଗ ଠିକ୍ ହୋଇଥାଏ।